ଗ୍ରାମାଞ୍ଚଳରୁ ହଜିଯାଇଥିବା କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପ୍ରୟାସର ଦ୍ୱିତୀୟ ବର୍ଷରେ ମା ଖଣ୍ଡୁରାଇ ନାଟ୍ୟ କଳା ପରିଷଦ କିଆଝର ଅଞ୍ଚଳବାସୀଙ୍କ ପାଇଁ ଚଳିତ ବର୍ଷ ଭେଟି ଦେଇଛି ସାମାଜିକ ନାଟକ ମଝି ନଈରେ ମୋ ଜୀବନ ଡଙ୍ଗା। କିଆଝର ବିଦ୍ୟାଳୟ ଖେଳପଡ଼ିଆ ପରିସରରେ ଅନୁଷ୍ଠିତ ଉକ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ସମବାୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଫିତା କାଟି ଏହାର ଶୁଭ ଉଦ୍ଘାଟନ କରିବା ସହ ଆୟୋଜକ ମଣ୍ଡଳୀର ଏଭଳି ଉଦ୍ୟମକୁ ସାଧୁବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ବିଜେପି ନେତା ସୁଧାଂଶୁ ଭଞ୍ଜ, ପ୍ରତାପ ଚନ୍ଦ୍ର ଧୀର, ଦୈତାରୀ ଯାଜପୁର ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ମୋହନ ଜେନା, ବରିଷ୍ଠ ଶିକ୍ଷାବିତ୍ ସହଦେବ ମହାନ୍ତ, ଦେଉଳକଣ ସରପଞ୍ଚ ବିଜୟ କୁମାର ଜେନା, ଯୁବନେତା ଦୀପକ ଜେନା, ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବରିଷ୍ଠ ନିର୍ଦ୍ଦେଶକ ଦୈତାରୀ ଲେଙ୍କାଙ୍କ ନିର୍ଦ୍ଦେଶନା ଓ ବିଶ୍ୱନାଥ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ନାଟକରେ ଲଲାଟେନ୍ଦୁ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଆଝର ପଞ୍ଚାୟତର ଉଦୀୟମାନ ଯୁବ କଳାକାର ହେମନ୍ତ ମହାନ୍ତ, ପରମାନନ୍ଦ ମହାନ୍ତ, ଶରତ ମହାନ୍ତ, କଳାକର ମହାନ୍ତ, ରଞ୍ଜନ ମହାନ୍ତ, ପଦ୍ମନାଭ ମହାନ୍ତ, ସନ୍ତୋଷ ମହାନ୍ତ, ପୀତାମ୍ବର ମହାନ୍ତ, ସୌମ୍ୟରଞ୍ଜନ ମହାନ୍ତ, ଟୁନା ଲୋହାର ଓ ବବିତା ମହାନ୍ତ ପ୍ରମୁଖ ଉଚ୍ଚମାନର ଅଭିନୟ କରି ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲେ। ଟମ୍କାରୁ ଅବତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।